ଆପଣଙ୍କ କୁଣ୍ଡଳୀର ଦ୍ୱିତୀୟ ଭାବରେ ଗୋଚର କରୁଛନ୍ତି କେତୁ। ଆପଣଙ୍କର ଅଷ୍ଟମ ଭାବରେ ଗୋଚର କରୁଛନ୍ତି ରାହୁ, ବୁଧ, ସୂର୍ଯ୍ୟ ଏବଂ ମଙ୍ଗଳ। ଆପଣଙ୍କର ନବମ ଭାବରେ ଗୋଚର କରୁଛନ୍ତି ସୂର୍ଯ୍ୟ ଏବଂ ଶନି ଏବଂ ଦ୍ୱାଦଶ ଭାବରେ ଗୋଚର କରୁଛନ୍ତି ଗୁରୁ। ତ ସର୍ବପ୍ରଥମେ ଆସନ୍ତୁ ଜାଣିବା ଆପଣଙ୍କର ସ୍ୱାସ୍ଥ୍ୟ କିଭଳି ରହିବ ଏହି ମାର୍ଚ୍ଚ 2026ରେ। ତ ବନ୍ଧୁମାନେ, କୁଣ୍ଡଳୀର ପ୍ରଥମ ଭାବଟି ହୋଇଥାଏ ଆପଣଙ୍କର ସ୍ୱାସ୍ଥ୍ୟର ଭାବ, ଆପଣଙ୍କର ଇମ୍ୟୁନିଟି ସିଷ୍ଟମର ଭାବ। ତେବେ ଆପଣଙ୍କ ପଞ୍ଚମ ଭାବର ଅଧିପତି ମଙ୍ଗଳ ଆପଣଙ୍କର ଅଷ୍ଟମ ଭାବରେ ଗୋଚର କରୁଛନ୍ତି, ଶତ୍ରୁ ରାଶିରେ ଗୋଚର କରୁଛନ୍ତି। ବୁଧ ଏବଂ ବୃହସ୍ପତି ମଧ୍ୟ ଆପଣଙ୍କର ଦ୍ୱାଦଶ ଭାବରେ ଅଛନ୍ତି। ତ ଆପଣଙ୍କର ପେଟ ସମ୍ବନ୍ଧିତ କିଛି ସମସ୍ୟା ଦେଖାଦେଇପାରେ, କାରଣ କୁଣ୍ଡଳୀରେ ଅଷ୍ଟମ ଭାବକୁ ଭଲ ବୋଲି ମାନାଯାଇନଥାଏ। ଏହା ହୋଇଥାଏ ରୋଗର ଭାବ। ଦ୍ୱାଦଶ ଭାବଟିକୁ ମଧ୍ୟ ଭଲ ବୋଲି ମାନାଯାଇନଥାଏ, କାରଣ ଦ୍ୱାଦଶ ଭାବଟି ମଧ୍ୟ ଖର୍ଚ୍ଚ ଏବଂ ହସ୍ପିଟାଲର ଭାବ ହୋଇଥାଏ। ତ ଗୁରୁ ନିଜେ ହେଉଛନ୍ତି ଯକୃତ, ଚର୍ବି ଏବଂ ପାଚନର କାରକ ଗ୍ରହ। ତେଣୁ କର୍କଟ ରାଶିର ବ୍ୟକ୍ତିବିଶେଷମାନଙ୍କୁ ଏହିସବୁ କ୍ଷେତ୍ରରେ ସତର୍କ ରହିବାର ଅଛି। ଫାଷ୍ଟଫୁଡ୍, ଜଙ୍କ ଫୁଡ୍ ଭଳି ଖାଦ୍ୟଠାରୁ ଆପଣ ଦୂରେଇ ରୁହନ୍ତୁ, ନଚେତ୍ ଏହା ଆପଣଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ। ଆପଣଙ୍କୁ ଆପଣଙ୍କର ଡାଇବେଟିସ୍ ପ୍ରତି ମଧ୍ୟ ସତର୍କ ରହିବାକୁ ପଡ଼ିବ। ଯଥାସମ୍ଭବ ମିଠା ଜିନିଷ ଠାରୁ ଆପଣ ଦୂରେଇ ରୁହନ୍ତୁ। ଏହା ସହିତ ବୃହସ୍ପତି ହେଉଛନ୍ତି ଚର୍ବି କାରକ ଗ୍ରହ। ତ ଆପଣଙ୍କର ଚର୍ବି ବୃଦ୍ଧି, ଯକୃତ ସମସ୍ୟା, ବଦହଜମି, ପେଟ ଫୁଲିବା ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ। ତ ଏଥିପ୍ରତି ଆପଣ ସତର୍କ ରୁହନ୍ତୁ, କାରଣ ମଙ୍ଗଳ ଏବଂ ରାହୁ ଆପଣଙ୍କର ଅଷ୍ଟମ ଭାବରେ ରହି ଅଙ୍ଗାରକ ଦୋଷର ନିର୍ମାଣ କରୁଛନ୍ତି। ଏହାର ଅର୍ଥ ଯାହା ହେଉଛି ଆପଣ ଯାହା ଖାଉଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ହଜମ ହେଉନାହିଁ। ଆପଣଙ୍କୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ। ତ ଏବେ ଆସନ୍ତୁ ଜାଣିବା ଆପଣଙ୍କର ଶିକ୍ଷା କ୍ଷେତ୍ର କିଭଳି ରହିବ ଏହି ମାର୍ଚ୍ଚ 2026ରେ। ବିଦ୍ୟାର୍ଥୀମାନଙ୍କ ପାଇଁ କିପରି ରହିବ ମାର୍ଚ୍ଚ ମାସଟି। ତ ବନ୍ଧୁମାନେ, କୁଣ୍ଡଳୀର ପଞ୍ଚମ ଭାବଟି ହେଉଛି ଆପଣଙ୍କର ଶିକ୍ଷାର ଭାବ। ଆପଣଙ୍କ ପଞ୍ଚମ ଭାବର ଅଧିପତି ହେଉଛନ୍ତି ମଙ୍ଗଳ, ଯିଏକି ଆପଣଙ୍କର ଅଷ୍ଟମ ଭାବରେ ରାହୁଙ୍କ ସହିତ ଗୋଚର କରୁଛନ୍ତି। ବୃହସ୍ପତିଙ୍କର ଦୃଷ୍ଟି ମଧ୍ୟ ପଞ୍ଚମ ଭାବରେ ରହୁନାହିଁ। କୌଣସି ଗ୍ରହଙ୍କର ଦୃଷ୍ଟି ପଞ୍ଚମ ଭାବ ଉପରେ ରହୁନାହିଁ, କିନ୍ତୁ ମଙ୍ଗଳ ଏବଂ ରାହୁ ମିଶି ଆପଣଙ୍କର ମନକୁ ବିଚଳିତ କରୁଛନ୍ତି। ତେଣୁ ଏଠାରେ ଆପଣଙ୍କୁ ଆପଣଙ୍କ ଉପରେ କଣ୍ଟ୍ରୋଲ କରିବାକୁ ପଡ଼ିବ। ଆପଣଙ୍କର ମନ ବିଚଳିତ ହେବ, ତେଣୁ ଆପଣଙ୍କ ମନକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ, ନଚେତ୍ ଆପଣଙ୍କର ମନ ପାଠ ପଢ଼ାରୁ ବିଚଳିତ ହେବ। ମୁଁ ଏହା କାହିଁକି କହୁଛି, କାରଣ ପଞ୍ଚମ ଭାବର ଅଧିପତି ମଙ୍ଗଳ ରାହୁଙ୍କ ସହିତ ଅଷ୍ଟମ ଭାବରେ ଅଙ୍ଗାରକ ଦୋଷ ନିର୍ମାଣ କରୁଛନ୍ତି। ସୂର୍ଯ୍ୟ ମଧ୍ୟ ସେଠାରେ ଅଛନ୍ତି। ବୃହସ୍ପତି ଦ୍ୱାଦଶ ଭାବରେ ଅଛନ୍ତି। ପଞ୍ଚମ ଭାବ ଉପରେ କୌଣସି ଶୁଭ ଗ୍ରହର ପ୍ରଭାବ ନାହିଁ, ଯାହାକି ଆପଣଙ୍କର ପାଠ ପଢ଼ାରେ ସମସ୍ୟା ସୃଷ୍ଟି କରାଉଛି, ଆପଣଙ୍କ ମଧ୍ୟରେ ଏକାଗ୍ରତାର ଅଭାବ କରାଉଛି। ଏବଂ ଏହି ମାସରେ ଯଦି ଆପଣଙ୍କର କିଛି ଏକ୍ଜାମ ଅଛି, ତେବେ ମୁଁ ଆପଣଙ୍କୁ ପରାମର୍ଶ ଦେବି ଯେ ଆପଣ ନିଜର ପାଠ ପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ ଏବଂ ନିଶ୍ଚିତ ଭାବରେ କିଛି ପ୍ରତିକାରର ଅନୁସରଣ କରନ୍ତୁ। ଆପଣଙ୍କ ପାଇଁ ଭଲ ରହିବ ଯଦି ଆପଣ ପ୍ରତିକାର ଗୁଡ଼ିକୁ ଅନୁସରଣ କରୁଛନ୍ତି। ତ ଆସନ୍ତୁ ଜାଣିବା ଆପଣଙ୍କର ପ୍ରେମ ଜୀବନ କିଭଳି ରହିବ ମାର୍ଚ୍ଚ 2026ରେ। ତ ବନ୍ଧୁମାନେ, କୁଣ୍ଡଳୀର ପଞ୍ଚମ ଭାବଟି ଆପଣଙ୍କର ଶିକ୍ଷାର ଭାବ ହେବା ସହିତ ପଞ୍ଚମ ଭାବଟି ମଧ୍ୟ ହୋଇଥାଏ ଆପଣଙ୍କର ପ୍ରେମ ଜୀବନର ଭାବ, ଆପଣଙ୍କର ସନ୍ତାନର ଭାବ। ତ ଯେଉଁ ବ୍ୟକ୍ତିଙ୍କୁ ଆମେ ପ୍ରେମ କରୁଛୁ ତାଙ୍କ ବିଷୟରେ ପଞ୍ଚମ ଭାବରୁ ଜଣାପଡ଼ିଥାଏ ତାଙ୍କର ସ୍ୱଭାବ କିପରି ରହିବ, ଆମ ସହିତ ତାଙ୍କର ସମ୍ପର୍କ କିଭଳି ରହିବ। ଏଥିପାଇଁ ଆମେ ପଞ୍ଚମ ଭାବକୁ ଦେଖୁ। ତେବେ ପଞ୍ଚମ ଭାବର ଅଧିପତି ମଙ୍ଗଳ ରାହୁ ଏବଂ ସୂର୍ଯ୍ୟଙ୍କ ସହିତ ଅଛନ୍ତି, ଯାହାର ଅର୍ଥ ହେଉଛି ଆପଣଙ୍କର ପାର୍ଟନରଙ୍କର ସ୍ୱଭାବ ଟିକେ ଉଗ୍ର ହୋଇପାରେ, ଆଗ୍ରେସିଭ ହୋଇପାରେ। ଅର୍ଥାତ୍ ସେ ଟିକେ ଆଗ୍ରେସିଭ ହୋଇପାରନ୍ତି। ଆପଣଙ୍କ ଉପରେ ସେ ତାଙ୍କର ପ୍ରଭୁତ୍ୱ ଚଳାଇ ପାରନ୍ତି। ଆପଣଙ୍କର ସ୍ୱଭାବ କିନ୍ତୁ ଚନ୍ଦ୍ର ପରି, କାରଣ ଆପଣଙ୍କ ରାଶିର ଅଧିପତି ହେଉଛନ୍ତି ଚନ୍ଦ୍ରମା। ଆପଣ ହେଉଛନ୍ତି ନିଜ ଇଚ୍ଛାର ମାଲିକ। ତ ଏହା ଫଳରେ ଆପଣଙ୍କ ମଧ୍ୟରେ ଏକ ମନୋମାଳିନ୍ୟ ଦେଖାଦେବ। ଆପଣଙ୍କର ମନୋଭାବ ପରିବର୍ତ୍ତନ ହୁଏ। ଆପଣ ଏକ ଚିନ୍ତାଶୀଳ ବ୍ୟକ୍ତି ଅଟନ୍ତି।
ତେଣୁ ଏହା ଦେଖାଯାଉଛି ଯେ ଯେପର୍ଯ୍ୟନ୍ତ ମଙ୍ଗଳଙ୍କ ସହିତ ରାହୁ ରହୁଛନ୍ତି ସେ ପର୍ଯ୍ୟନ୍ତ ଆପଣ ଯାହାଙ୍କ ସହିତ ରିଲେସନରେ ଅଛନ୍ତି ସେ ଛୋଟ ଛୋଟ କଥାକୁ ବଡ଼ ପ୍ରସଙ୍ଗରେ ସୃଷ୍ଟି କରିପାରନ୍ତି। ଛୋଟ ଛୋଟ କଥା ତାଙ୍କୁ ସହଜରେ ଆଘାତ ଦେଇପାରେ। ସେମାନେ ଛୋଟ ଛୋଟ କଥାକୁ ନେଇକି ମଧ୍ୟ ଆପଣଙ୍କୁ କମ୍ପ୍ଲେନ୍ କରିବେ। ଯେପର୍ଯ୍ୟନ୍ତ ମଙ୍ଗଳ, ସୂର୍ଯ୍ୟ ଏବଂ ରାହୁ ଅଷ୍ଟମ ଭାବରେ ଏକାଠି ବସିଛନ୍ତି। ତାପରେ ସେମାନେ ଶନିଙ୍କ ଗୃହରେ ବସିଛନ୍ତି, ଶତ୍ରୁ ଗୃହରେ। ତ ମୁଁ ଆପଣଙ୍କୁ କହିବି ଯେ ଆପଣଙ୍କୁ ଏଇସବୁରେ ସତର୍କ ରହିବାକୁ ପଡ଼ିବ। ଛୋଟ ଛୋଟ କଥାରେ ଯେମିତି ବଡ଼ ଇସ୍ୟୁ ନ ହୁଏ ସେଥିପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ମନେ ରଖନ୍ତୁ, ମୁଁ ଆପଣଙ୍କୁ ଏଠାରେ ସକାରାତ୍ମକ କିମ୍ବା ନକାରାତ୍ମକ କହୁନାହିଁ। ଆପଣଙ୍କର ଗ୍ରହ ଗୋଚର ଯାହା ଦେଖାଉଛି ମୁଁ ଆପଣଙ୍କୁ କେବଳ ସେଥିପ୍ରତି ସତର୍କ କରାଉଛି ଯେ ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବା ଉଚିତ, ନଚେତ୍ ପରେ ଆପଣ ହିଁ ସମସ୍ୟାରେ ପଡ଼ିବେ। ତେବେ ଆସନ୍ତୁ ଜାଣିବା ଆପଣଙ୍କର ବୈବାହିକ ଜୀବନ କିଭଳି ରହିବ ମାର୍ଚ୍ଚ 2026ରେ। ତ ବନ୍ଧୁମାନେ, କୁଣ୍ଡଳୀର ସପ୍ତମ ଭାବଟି ହେଉଛି ଆପଣଙ୍କର ବୈବାହିକ ଜୀବନର ଭାବ। ଆପଣଙ୍କ ସପ୍ତମ ଭାବର ଅଧିପତି ହେଉଛନ୍ତି ଶନି। ତ ଶନି ଆପଣଙ୍କର ଭାଗ୍ୟ ଭାବରେ ଗୋଚର କରୁଛନ୍ତି। କେନ୍ଦ୍ର ତ୍ରିକୋଣ ରାଜଯୋଗର ନିର୍ମାଣ କରୁଛନ୍ତି। ଶୁକ୍ର ମଧ୍ୟ ଆପଣଙ୍କର ଭାଗ୍ୟ ସ୍ଥାନରେ ଅଛନ୍ତି। ତେଣୁ ଏଠାରେ ସୃଷ୍ଟି ହେଉଥିବା ଶନି ଏବଂ ଶୁକ୍ରଙ୍କ ମଧ୍ୟରେ ସମ୍ପର୍କ ଆପଣଙ୍କର ବୈବାହିକ ଜୀବନ ଉପରେ ବହୁତ ଭଲ ପ୍ରଭାବ ପକାଇବ। ଆପଣଙ୍କ ଲାଇଫ୍ ପାର୍ଟନରଙ୍କର କ୍ୟାରିୟରରେ ଆପଣ ଗ୍ରୋଥ ଦେଖିବାକୁ ପାଇବେ। ସେମାନଙ୍କୁ ଆପଣଙ୍କ ଭାଗ୍ୟ ବଳରେ ସଫଳତା ମିଳିବ। ସେମାନେ ତାଙ୍କର ପର୍ସନାଲ ଏବଂ ପ୍ରଫେସନାଲ ଲାଇଫରେ ଗ୍ରୋ କରିବେ। ଏକ ସକାରାତ୍ମକ ପରିବର୍ତ୍ତନ ଆପଣ ଆପଣଙ୍କ ଜୀବନସାଥୀଙ୍କ ଜୀବନରେ ଦେଖିବାକୁ ପାଇବେ, ଯାହାକି ବହୁତ ଭଲ ଦେଖାଯାଉଛି। ଗୁରୁ ଆପଣଙ୍କର ଅଷ୍ଟମ ଏବଂ ଚତୁର୍ଥ ଭାବକୁ ଦେଖୁଛନ୍ତି। ତ ଆପଣଙ୍କର ବୈବାହିକ ଜୀବନ ବହୁତ ଭଲ ରହୁଛି। ବୈବାହିକ ଜୀବନ ସହିତ କୌଣସି ବି ସମସ୍ୟା ଦେଖାଯାଉ ନାହିଁ। କିନ୍ତୁ ଆପଣଙ୍କୁ କେବଳ ଆପଣଙ୍କର ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ଯେହେତୁ ଦ୍ୱିତୀୟ ଭାବ ଉପରେ, ବାଣୀ ଭାବ ଉପରେ ସୂର୍ଯ୍ୟ, ଶନି ଏବଂ ମଙ୍ଗଳଙ୍କର ଦୃଷ୍ଟି ରହୁଛି। ତ ଆପଣ ଆପଣଙ୍କର କଥା ପ୍ରତି ଧ୍ୟାନ ରଖନ୍ତୁ। ଏବେ ଆସନ୍ତୁ ଜାଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଆପଣଙ୍କର ଭାଗ୍ୟ, କ୍ୟାରିୟର ଏବଂ ବ୍ୟାପାର ବାଣିଜ୍ୟର ସ୍ଥିତି କିଭଳି ରହିବ ଏହି ମାର୍ଚ୍ଚ 2026ରେ। ତ ବନ୍ଧୁମାନେ, କୁଣ୍ଡଳୀର ନବମ ଭାବଟି ହୋଇଥାଏ ଭାଗ୍ୟର ଭାବ ଏବଂ ଦଶମ ଭାବଟି ହୋଇଥାଏ କ୍ୟାରିୟର ଭାବ। ତ ଆପଣଙ୍କର ଭାଗ୍ୟ ଭାବର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି, ଯିଏକି ଦ୍ୱାଦଶ ଭାବରେ ଆପଣଙ୍କର ବକ୍ରିରୁ ମାର୍ଗୀ ହୋଇଯାଇଛନ୍ତି। 11 ତାରିଖରେ ଅର୍ଥାତ୍ ଆଜି ହିଁ ମାର୍ଗୀ ହୋଇଯାଇଛନ୍ତି। ଏହା ଆପଣଙ୍କର ଭାଗ୍ୟକୁ ମଜବୁତ କରିବ। ଆପଣଙ୍କର ଭାଗ୍ୟ ବର୍ତ୍ତମାନ ମଜବୁତ ଅଛି। ତେବେ ଯେହେତୁ ଦ୍ୱାଦଶ ଭାବଟିକୁ କୁଣ୍ଡଳୀରେ ଭଲ ବୋଲି ବିବେଚନା କରାଯାଏ ନାହିଁ, ତେଣୁ ଭାଗ୍ୟ ପୂର୍ବ ତୁଳନାରେ ଉନ୍ନତ ହେବ। କାରଣ ଏବେ ବୃହସ୍ପତି ବକ୍ରିରୁ ମାର୍ଗୀ ଅଛନ୍ତି। ଆପଣ ପୂର୍ବରୁ ଅନେକ କ୍ଷତି ସହୁଥିଲେ। ଆପଣଙ୍କର ଖର୍ଚ୍ଚ ଅତ୍ୟଧିକ ହେଉଥିଲା। ଖର୍ଚ୍ଚ ଉପରେ କୌଣସି ନିୟନ୍ତ୍ରଣ ନଥିଲା କିମ୍ବା କୌଣସି ସ୍ଥାନରେ କିଛି ସମସ୍ୟା ଥିଲା। ଆପଣ ଯାହା କରୁଥିଲେ ସେଥିରେ ବିଳମ୍ବ ଦେଖିବାକୁ ପାଉଥିଲେ। ତେଣୁ ଏଠାରେ ବର୍ତ୍ତମାନ ଆପଣ ଟିକେ ଉନ୍ନତି ଦେଖିବାକୁ ପାଇବେ, କିନ୍ତୁ ସମ୍ପୂର୍ଣ୍ଣ ନୁହେଁ। କିନ୍ତୁ କେବଳ ଯେତେବେଳେ ଗୁରୁ ଆପଣଙ୍କର ପ୍ରଥମ ଭାବକୁ ଚାଲିଯିବେ, ଆପଣଙ୍କର ପ୍ରଥମ ଭାବରେ ଉଚ୍ଚସ୍ଥ ହୋଇଯିବେ, ତାହା ଆପଣଙ୍କ କୁଣ୍ଡଳୀରେ ଏକ ରାଜଯୋଗ ସୃଷ୍ଟି କରିବ। ଯେତେବେଳେ ଗୁରୁ ଆପଣଙ୍କର ପ୍ରଥମ ଭାବରେ ଗୋଚର କରିବେ, ସେତେବେଳେ ଆପଣଙ୍କ ପାଇଁ ଭଲ ସମୟ ଆରମ୍ଭ ହୋଇଯିବ। ତ ବର୍ତ୍ତମାନ ଆପଣ କୌଣସି ବଡ଼ ଡିସିସନ ନିଅନ୍ତୁ ନାହିଁ। ଆପଣ ଟିକେ ଅପେକ୍ଷା କରନ୍ତୁ। ଏବେ ଶୀଘ୍ର ହୁଅନ୍ତୁ ନାହିଁ। ମୁଁ ଯଦି ଆପଣଙ୍କର ଭାଗ୍ୟ କଥା କହିବି, ତ ଆପଣ ଯେତେବେଳେ ଗୁରୁ ଆପଣଙ୍କର ପ୍ରଥମ ଭାବକୁ ଚାଲି ଆସିବେ, ସେତେବେଳେ ଯଦି ଭାଗ୍ୟ ସମ୍ବନ୍ଧିତ ନିର୍ଣ୍ଣୟ ନିଅନ୍ତି, ତ ପ୍ରତ୍ୟେକ କ୍ଷେତ୍ରରେ ବିନା ବାଧାବିଘ୍ନରେ ଆପଣଙ୍କୁ ସଫଳତା ମିଳିବ। ଅଳ୍ପ ପରିଶ୍ରମରେ ମଧ୍ୟ ଆପଣ ଅଧିକ ସଫଳତା ହାସଲ କରିପାରିବେ। ଏବେ ଆସନ୍ତୁ ଜାଣିବା ଆପଣଙ୍କର କ୍ୟାରିୟର କିଭଳି ରହିବ ଏହି ମାର୍ଚ୍ଚ 2026ରେ। ତ ବନ୍ଧୁମାନେ, ଆପଣଙ୍କ ଦଶମ ଭାବରେ ଆପଣଙ୍କର ଦଶମ ଭାବର କର୍ତ୍ତା ମଙ୍ଗଳ ଆପଣଙ୍କର ଅଷ୍ଟମ ଭାବରେ ଗୋଚର କରୁଛନ୍ତି। ଏହାର ଅର୍ଥ ହେଉଛି ଗବେଷଣା କ୍ଷେତ୍ର ଆପଣଙ୍କ ପାଇଁ ଭଲ ରହିବ। କିନ୍ତୁ ଯେହେତୁ ଏହି ସମୟରେ ଦଶମ ଭାବର ଅଧିପତି ଅଷ୍ଟମ ଭାବରେ ଗୋଚର କରୁଛନ୍ତି, ତ ଏହା ରହସ୍ୟକୁ ପ୍ରତିନିଧିତ୍ୱ କରେ। ଅଷ୍ଟମ ଭାବଟିକୁ ତ୍ରିକ୍ ଭାବ କୁହାଯାଏ। ଅର୍ଥାତ୍ ଜଣେ ବ୍ୟକ୍ତି ନିଜର କାର୍ଯ୍ୟ, ନିଜର ଜିନିଷ ବିଷୟରେ ଟିକେ ଦ୍ୱନ୍ଦ୍ୱରେ ଥାନ୍ତି। ସେମାନେ ନିଜ ସହ ଜଡ଼ିତ ବହୁତ ଖୁସି ପାଆନ୍ତି ନାହିଁ।
କାରଣ କୁଣ୍ଡଳୀରେ ଅଷ୍ଟମ ଭାବଟିକୁ ଭଲ ବୋଲି ମାନାଯାଇନଥାଏ। ଯେପରିକି ଗୁପ୍ତ କଥା ଏବଂ ଗବେଷଣା ଏ କ୍ଷେତ୍ରରେ କିନ୍ତୁ ଆପଣଙ୍କୁ ଶୁଭ ଫଳ ମିଳିବ। ଅଷ୍ଟମ ଭାବଟି ହୋଇଥାଏ ମୃତ୍ୟୁର ଭାବ, ଦୁର୍ଘଟଣାର ଭାବ, ରୋଗର ଭାବ। ଏହାର ଅର୍ଥ ହେଉଛି ଆପଣଙ୍କ ନିଜ କାମ ସହ ଜଡ଼ିତ ଆପଣଙ୍କ ଉପରେ ଟିକେ ଚିନ୍ତା ଏବଂ ଚାପ ରହିବ। ଯଦିଓ ବହୁ ମାତ୍ରାରେ ରହିବ ନାହିଁ, କିନ୍ତୁ ବହୁତ କାମ ନାହିଁ, ତଥାପି ସ୍ୱୟଂଚାଳିତ ଭାବରେ ଆପଣ ନିଜକୁ ପ୍ରେସର ଦେବେ। ତେବେ ଆପଣ ମନେ ରଖନ୍ତୁ, ଯେତେ ପାରିବେ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ଯେପର୍ଯ୍ୟନ୍ତ ସୂର୍ଯ୍ୟ ଏବଂ ମଙ୍ଗଳ ଆପଣଙ୍କର ଅଷ୍ଟମ ଭାବରେ ଅଛନ୍ତି ମାର୍ଚ୍ଚ 15 ପର୍ଯ୍ୟନ୍ତ, ଯେତେବେଳେ ସୂର୍ଯ୍ୟ ଆପଣଙ୍କର ନବମ ଭାବକୁ ପ୍ରବେଶ କରିବେ, ସେତେବେଳେ ଆପଣଙ୍କୁ ଚାକିରି ମିଳିବାର ସମ୍ଭାବନା ମଧ୍ୟ ଅଧିକ ରହିବ, 60 to 70%। କିନ୍ତୁ ଯଦି ମୁଁ ଏପ୍ରିଲ ମାସ ବିଷୟରେ କହିବି, ତ ଏପ୍ରିଲ ମାସ ଆପଣଙ୍କ ଚାକିରି ପାଇବା ପାଇଁ ବହୁତ ଭଲ ରହିବ। ଆପଣଙ୍କର କ୍ୟାରିୟର, ଆପଣଙ୍କ ଭାଗ୍ୟରେ ମଧ୍ୟ ଧୀରେ ଧୀରେ ପରିବର୍ତ୍ତନ ଆସିବ। କିନ୍ତୁ ଏହି ମାସରେ ଆପଣଙ୍କର କାମ, ଆପଣଙ୍କର କ୍ୟାରିୟରରେ ଏହା ଦେଖାଯାଉଛି ଯେ ଆପଣ ନିଜ ସହ ଜଡ଼ିତ କିଛି ଆତ୍ମସନ୍ତୋଷ ଅନୁଭବ କରିବେ। ଆପଣଙ୍କ ବିରୁଦ୍ଧରେ କିଛି ପଲିଟିକ୍ସ ହୋଇପାରେ। ଆପଣ କିଛି ଚିନ୍ତା ନ କରି କିଛି କାର୍ଯ୍ୟ କରିପାରନ୍ତି। ତେବେ ଆପଣଙ୍କୁ ଏହିସବୁ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ତରବରିଆ ନିଷ୍ପତ୍ତି ନେବା କିମ୍ବା ଏପରି କିଛି କଟୁ ଶବ୍ଦ ବ୍ୟବହାର କରିବାରୁ ଆପଣ ଦୂରେଇ ରୁହନ୍ତୁ। ଆପଣଙ୍କର ବସ୍, ଆପଣଙ୍କର ଗୁରୁଜନ କିମ୍ବା ଯଦି ଆପଣ ନିଜେ ଜଣେ ବସ୍, ତ ଆପଣଙ୍କ ଜୁନିୟର ମାନଙ୍କୁ ଆପଣ ଆଘାତ ଦେବା ଭଳି କଥାବାର୍ତ୍ତା କରନ୍ତୁ ନାହିଁ। ସେଥିପ୍ରତି ଆପଣ ଯେତେ ପାରିବେ ସତର୍କ ରୁହନ୍ତୁ। ବ୍ୟବସାୟ କଥା ଯଦି କହିବା, ତ ଏହି ମାସରେ ଆପଣଙ୍କର ବ୍ୟବସାୟ 60 to 70% ଭଲ ରହିବ। ଯଦି ଆପଣ ପୋଷାକ, ଲୁହା, ଯନ୍ତ୍ରପାତି, ଫଟୋଗ୍ରାଫି, ଭିଡ଼ିଓଗ୍ରାଫି କିମ୍ବା ପେଟ୍ରୋଲିୟମ, ଇମ୍ପୋର୍ଟ ଏକ୍ସପୋର୍ଟର କାମ କରୁଛନ୍ତି, ତେବେ ଆପଣଙ୍କର ବ୍ୟବସାୟ ଭଲ ରହିବ। କିନ୍ତୁ ଯଦି ଆପଣ ଚିକିତ୍ସା କ୍ଷେତ୍ର, ହୋଟେଲ କିମ୍ବା ଟେକ୍ନୋଲୋଜି ଲାଇନରେ ଅଛନ୍ତି, ତେବେ ଆପଣଙ୍କର ବ୍ୟବସାୟରେ ଟିକେ କ୍ଷତି ସହିପାରନ୍ତି। ଯଦି ଆପଣ ଜଣେ ଏଜେଣ୍ଟ କିମ୍ବା ମାର୍କେଟିଂ ଏଜେଣ୍ଟ, ତ ମୁଁ ଦେଖୁଛି ଏଥିରେ ମଧ୍ୟ ଆପଣଙ୍କୁ ଟିକେ ମିଶ୍ରିତ ଫଳ ପ୍ରାପ୍ତି ହେବ। ଏହି ମାସରେ ଆପଣ କେଉଁ ପ୍ରତିକାର କରିବା ଉଚିତ? ଯେଉଁ ପ୍ରତିକାର ଗୁଡ଼ିକ କରିବା ଦ୍ୱାରା ଅଶୁଭତ୍ୱ ଗୁଡ଼ିକ ଖଣ୍ଡନ ହୋଇ ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ। ତ ସେଥିପାଇଁ ଆପଣ ପ୍ରତ୍ୟେକ ଦିନ ମଙ୍ଗଳଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ। ଆପଣଙ୍କର ପ୍ରେମ ଜୀବନ, ଆପଣଙ୍କର ଶିକ୍ଷା କ୍ଷେତ୍ର ଏବଂ ଆପଣଙ୍କର କ୍ୟାରିୟର ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ମଙ୍ଗଳ କର୍କଟ ରାଶିରେ ପଞ୍ଚମ ଏବଂ ଦଶମ ଭାବର ଅଧିପତି। ତେଣୁ ମଙ୍ଗଳଙ୍କର କୁପ୍ରଭାବକୁ କମ୍ କରିବା ପାଇଁ ଆପଣ ଏହି ପ୍ରତିକାର ପାଳନ କରନ୍ତୁ। ପ୍ରତ୍ୟେକ ଦିନ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଉଦିତ ସୂର୍ଯ୍ୟଙ୍କୁ ଆପଣ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ। ଏହା ସହିତ ପ୍ରତ୍ୟେକ ଦିନ ବୁଧଙ୍କର ବୀଜ ମନ୍ତ୍ର ମଧ୍ୟ ଆପଣ 108 ଥର ଜପ କରନ୍ତୁ। ପ୍ରତ୍ୟେକ ଦିନ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଆପଣଙ୍କ ପାଇଁ ବହୁତ ଭଲ ରହିବ। ତ ବନ୍ଧୁମାନେ, ଆପଣଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ।